ତାହା ମଧ୍ୟ ଭ୍ରମାତ୍ମକ। ମୁଁ ଆପଣଙ୍କୁ କହିଥିଲି ଶିଳ୍ପ ମାନେ ମୁହଁ ଫେରାଇଲେଣି ପଳେଇ ଯିବାକୁ। ତାହେଲେ ଗୋଟେ ପଟେ ସେ ସ୍ୱୀକାର କରୁଛନ୍ତି ବଡ଼ ଇଞ୍ଜିନ୍ ଯେଉଁ ଦେଶରେ ଅଛି ସେ ଫେଲ୍ କରିଛି, ଅର୍ଥାତ୍ କେନ୍ଦ୍ର ସରକାର ଫେଲ୍ କରିଛନ୍ତି ଜାତୀୟ ଅଭିବୃଦ୍ଧି ବଢ଼ାଇବାରେ। ରାଜ୍ୟ ସରକାର ଯେଉଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଦେଇଛନ୍ତି ସେଥିରେ ଅନେକ ଭ୍ରମାତ୍ମକ କଥା ଅଛି। ସେମାନେ ଯଦି ଗ୍ରୋଥ୍ ରେଟ୍ ଦେଖାଉଛନ୍ତି, ମୁଁ ଆପଣଙ୍କୁ ପଚାରୁଛି ଏଇ 18 ମାସ ଭିତରେ କୋଉଠି ଗୋଟେ ଇଣ୍ଡଷ୍ଟ୍ରି ବଢ଼ିଛି? ବରଂ କିଛି ଇଣ୍ଡଷ୍ଟ୍ରି ଏ ରାଜ୍ୟରୁ ମୁହଁ ଫେରେଇକି ଅନ୍ୟ ରାଜ୍ୟକୁ ଯିବାକୁ ବାହାରିଲେଣି ଏବଂ ଯାଇଛନ୍ତି। କୃଷି କ୍ଷେତ୍ରରେ ଗ୍ରୋଥ୍ କମିଛି, ଡ୍ରାଷ୍ଟିକାଲି କମିଛି। ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ କମିଛି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କମିଛି। ସେ କେମିତି ଦେଖୁଛନ୍ତି ତାଙ୍କର ଅଭିବୃଦ୍ଧି ବଢ଼ିଛି? ଆଉ ଗୋଟେ ପଟେ ଯଦି ଓଡ଼ିଶା ରାଜ୍ୟର ବଢ଼ିଛି ଜାତୀୟ ହାର ଠାରୁ ଅଧିକା ଅଛି କହୁଛନ୍ତି, ତାହେଲେ ଗୋଟେ ପଟେ ସେ ସ୍ୱୀକାର କରୁଛନ୍ତି ବଡ଼ ଇଞ୍ଜିନ୍ ଯେଉଁ ଦେଶରେ ଅଛି ସେ ଫେଲ୍ କରିଛି, ଅର୍ଥାତ୍ କେନ୍ଦ୍ର ସରକାର ଫେଲ୍ କରିଛନ୍ତି ଜାତୀୟ ଅଭିବୃଦ୍ଧି ବଢ଼ାଇବାରେ। କିନ୍ତୁ ସେ ତ କେନ୍ଦ୍ର ସରକାର ଗୋଲାପୀ ଚିତ୍ର ଦେଉଛନ୍ତି। ଯଦି ଏ ରାଜ୍ୟରେ ବଢ଼ିଛି ବୋଲି କହୁଛନ୍ତି ତାହା ମଧ୍ୟ ଭ୍ରମାତ୍ମକ। ମୁଁ ଆପଣଙ୍କୁ କହିଥିଲି ଶିଳ୍ପମାନେ ମୁହଁ ଫେରାଇଲେଣି ପଳେଇ ଯିବାକୁ। ଆପଣଙ୍କ କୃଷି ଅଭିବୃଦ୍ଧିରେ କମିଛି। ଆଉ ଯେଉଁ ଲୋକଙ୍କର ଯେଉଁ ମୁଣ୍ଡ ପିଛା ଆୟ ସେଟା ହିସାବଟା କେମିତି ହୁଏ? ଯିଏ କରୋଡ଼ ଟଙ୍କା ରୋଜଗାର କରୁଛି ଆଉ ଯିଏ ବର୍ଷକୁ 7-8 ହଜାର ରୋଜଗାର କରୁଛି, ସବୁ ମିଶେଇକି ତାକୁ ଡିଭାଇଡ୍ କରିଦେଉଛନ୍ତି, ତାକୁ ହରି ଦେଉଛନ୍ତି। ଲୋକଙ୍କର କ୍ରୟ ଶକ୍ତି ବଢ଼ିଛି, ପର୍ଚେଜିଂ କାପାସିଟି ବଢ଼ିଛି, ଲୋକଙ୍କର ଦରଦାମ ବୃଦ୍ଧି ହେଇଛି, ତାକୁ ସମ୍ମୁଖୀନ ହେବାକୁ ସାହସ ଅଛି ତାଙ୍କ ଭିତରେ। ଏସବୁ ହିସାବକୁ ନେଇକି ଦେଖନ୍ତୁ ଇକୋନୋମିକ୍ ସର୍ଭିସ୍ କେତେ ଠିକ୍ କେତେ ଭୁଲ, ଇକୋନୋମିକ୍ ସର୍ଭେଟା କେତେ ଠିକ୍ କେତେ ଭୁଲ।